ସକାଳୁ ଉଠିକି ପାସ୍ତା କଲାନି ଶିବାନୀ ଆମର। ପାସ୍ତା ମସଲା କାଲି ଦିଟା ଆଣିଥିଲି ରଖିଛି ତ। ଆହୁରି ଜଲ୍ଦି ମୋର ସହର କ'ଣ ପାଇଁ? ଉଠି ପଇଲା ଶୋଇଲି ଯାଇକି ତା ପାଖରେ ତାକୁ ଶୁଆଇଲି ଶୋଇଲା ଯାଇକି ଗାଧୁଆଇକି ଉଠିକି ପଳେଇଲା। ଉଠି ପଇଲା ନା ଥରେ ଆଉ ଶୁଣ ତାତିଛି ରହିକି ମୁଁ କରି ସାରି ଦେବି ତାତିଛି ପରା। ପାସ୍ତା ହେଉଛି ମୁଁ ମୋର ଖାଇ କାମକୁ ଯିବି। ହଁ ପାସ୍ତା ଖାଇବୁ? ହଁ ଖା। ନା କଞ୍ଚା ଖାନା ପେଟ କାଟ। କଞ୍ଚା ଖାଇବୁନି ପେଟ କାଟିବ। ମଟର ତରକାରୀ ଦ୍ୱିପହର ପାଇଁ ମଟର ତରକାରୀ ତରକାରୀ ହବ। ମୁଁ ଖାଇଦେବି କାମକୁ ଯିବି 11ଟା ସାଢ଼େ 11ଟା ଆଇଲେ ପଖାଳ ଖାଇବି। ଏବେ ସକାଳ ଟିକେ ପାସ୍ତା ଖାଇଦେବି ପଳେଇବା। ବର୍ଷା ତ ଉଠେଇଛି ମେଘୁଆ ପାଗ ପୁରା। ପାସ୍ତା ଖାଇଦେଇକି ଯିବା ଆଉ। ଏବେ ବର୍ଷା ଦିନଟା ଆସିଲାନି ହେଇଗଲା ନା 4 ମାସ ପର୍ଯ୍ୟନ୍ତ ଏଇନା ବର୍ଷା ଭାଗ୍ୟ ଛାଡ଼ିବ। ସବୁ ତ 4 ମାସ ଯେ ଗ୍ୟାସ୍ ଖୋଲିଲାକୁ ଆଉ ସହ ହଉନାହିଁ ତ। ଖୋଲିଲା ବେଳକୁ ହଉଛି ମୁଁ ଟିକେ ଏଟା ହାତ ମାରିକି ଟିକେ ହଲଚଲ କରିଦେଲେ ପୁଣି ବନ୍ଦ ହେଇଯାଉଛି। ସେ ରବରଟା ଫୁଲି ଯାଇଛି ସେଥିପାଇଁ ଏମିତି ହେଉଛି। ସୁବିଧା ହଉନି ପାଇପ୍ ଏମିତିରେ ଖରାପ ଯେମିତି ବୁଲେଇକି ଥିଲା ସେମିତି କରିଦେ ସେ ହବ ପୁଣି ଏମିତି ସହ ହବ ଟିକେ ହାତ ମାରିଦେଲେ ପୁଣି ସେମିତି ହେଇଯିବ। ଏପଟେ ରଖ ଟିକେ ପାଇପ୍ ବୁଲେଇକି ଲଗେଇ ଦିଅ। ଥାଉ ସେମିତି ଥାଉ। ନାଇଁ ଗ୍ୟାସ୍ ନାହିଁ ସରିଯିବ ବା। ତମେ ଯୋଉ କହୁଛ ସେମିତି ଥାଉ ଏମିତି ଥିଲେ ବି ହେଲେ କ'ଣ ସଁ ହଉନି ସେମିତି ଏମିତି ଥିଲେ ବି ତ ହଉଛି। ଏଇଟା ପାଇପ୍ ଉପରେ ରହିଲେ ଭଲ ନୁହଁ ବୁଝିପାରୁଛ। ପାଇପ୍ ଉପରେ ରହିଲେ ଭଲ ନୁହଁ। କ'ଣଟେ ବଲା କାଇଁ କାଲି ଥିଲା ନା ବରା ଆଉ ଆଜି କାହିଁ ସବୁଦିନ ବରା ସବୁଦିନ ବରା ସେଇଟା ଖାଇବ ସେନି କରିସାରିଲେ ମୋର ଖାଇକି ମୁଁ କାମକୁ ଯିବି। ମୋର ଟାଇମ୍ ହେଇଗଲାଣି 8:30 ବାଜିଲାଣି। ପାସ୍ତାଟା ହେଇନି ବୋଲି ମୁଁ ଅପେକ୍ଷା କରି ରହିଛି। ପାସ୍ତାଟା ହେଇଗଲେ ମୁଁ ପଳେଇବି ଖାଇବାକୁ। ଖାଇଦେଇକି ପଳେଇବି କାମକୁ। ବର୍ଷା ବି ଏମିତି ବର୍ଷା ବି ଉଠେଇଛି ସବୁଆଡ଼େ। ଯିବା କାମ କରିବା। ଆଜି କାମ ଆରମ୍ଭ ହେଇଗଲା ପୁରା। ଆଉ କ'ଣ କରିବା। ସେଠି କେତେ ସମୟ ଲାଗିବ ଆଉ କ'ଣ ସେ କାମ ସାରିକି ଏବେ ଯାଉଛି ଉପରକୁ ଖାଇବା। 12:30 ବାଜିଲାଣି। ସକାଳେ ପାସ୍ତା ଖାଇକି ଯାଇଥିଲେ ଭୋକ ଲାଗିଲାଣି। ଦେଖିବା ଶିବାନୀ କ'ଣ କରୁଛି ସେ। ହେଇ ଏଠି କ'ଣ କରୁଛି ରେ? ହାଁ ଇଏ ଆସି ମୁଁ ଖାଇ କ'ଣ ଇଏ ନାଦିଲାଣି ଆସିକି ଆଗ ବସିକି ନାଦିଲାଣି। ହଁ ସଇଲାଣି। ମୁଁ ଖାଇବି ବୋଲି ଭାବିଥିଲି ଦେଖିଲା ଇଏ ଆସିକି ବସିକି ଖାଇଲେ ଆଗୁଆ। କ'ଣ ଗରମ ନା ପଖାଳ ଖାଉ? ଗରମ ଖାଇଥିଲ ଆଜି? ଟାଇମ୍ 12:30 ହେଇଛି କେତେ ହେଇଛି ଆଉ। ମୁଁ ଭାବିଥିଲି ଆସିକି ଖାଇବି ବୋଲି ଦେଖିଲା ଇଏ ଆସି ବସିକି ତାର ନାଦୁଛି ଆଉ କ'ଣ କହିବ କହିଲ। ମୋତେ ଭୋକ ଲାଗିଲାନି ସିଏ ତାର ଆସିକି ଖାଉଛି। ନା ଗାଁ ବଇଲଟା ଜାମ୍ ହେଇଯାଇଛି ବହୁତ ଦିନ ରହିଗଲା ଯେଉଁ ଘରକୁ ପଳେଇନି ଯେଉଁ ବହୁତ ଦିନ ରହିଗଲା ଯେଉଁ ଜାମ୍ ହେଇଯାଇଛି। ପ୍ରେସର ଉଠଉନି ସଫା କରିବାକୁ ପଡ଼ିବ। ଖାଇସାରିକି ଯାଉ ଧୋଇବାକୁ ନା କ'ଣ? ଧୋଉଛୁ କାହିଁକି? ଧୋଇକି ଆ ମୁଁ ଖାଇବି ଜଲ୍ଦି ଆ। ଚାଲ ଖାଇବା। ଭୋକ ଜୋରସେ ଲାଗିଲାନି। ଖାଇବା ଖାଇସାରିଲା ପରେ ତାପରେ ମୁଣ୍ଡ ଯାଇ କାମ କରିବ ନହେଲେ ମୁଣ୍ଡ କାମ କରିବନି। ଖାଇସାରିବା ତାପରେ ଦେଖିବା କ'ଣ ହେଉଛି କ'ଣ ନାହିଁ। ବର୍ଷାଟା ଉଠେଇକି ରହୁଛି ତାହେଲେ 24 ଘଣ୍ଟା। ତୁ ଖାଇବୁ ଆମେ ତୁ ଖାଇବ ନା କ'ଣ? କାକୁଡ଼ି ଗାଁରୁ ଆସିଲା କାକୁଡ଼ି ଗୁଡ଼ା ଲାଲ ହେଇଗଲାଣି। ଏବେ 2 ଦିନ ହେଇଗଲାଣି ତ 2 ଦିନ ଭିତରେ କାକୁଡ଼ି ଲାଲ ହେଇଗଲାଣି। ଦେଖେଇବୁ ଯା ଦୁଷ୍ଟ ନା ପନିକି ଅଛି ଯା। ଆଳୁ ସିଝେଇ ରଖିଛି କିଏ ଏମିକୁ ପଖାଳ ପାଇଁ କ'ଣ କରୁଛି ଏ ଟୋକା ଘରଟାକୁ ଘାଣ୍ଟି ଦେଇଛି। ମାମା ମାରିବ ଯା ଖେଳିବୁ ଯା ଗାଡ଼ି ଆଣିକି ଖେଳିବୁ ଯା ଦୁଷ୍ଟ ନା। ମାମାକୁ ମାରୁଛୁ ମାମା ବାଡ଼େଇବ ଟୋଟା ଲାଗେନା। ନୂଆ ବାହାରିଛି ଗଛର ଲଗା ହେଇଥିଲା ଏବେ ନୂଆ ହେଇଛି ନା
ଷ୍ଟାର୍ଟ ହେଉଛି ବିକ୍ରି ହେଇନି ଏଇ ବଜାରରେ। ଆମେ ଅନୁକୂଳ ଗଲେ ଆମେ ଅନୁକୂଳ ଗଲେ ପାଞ୍ଚ ଥର କେତେ ଜୋର ପାଟି କରିକି କହୁଛୁ ମାମା ଆମ୍ବ ଦେ। ହଁ ନା ଆମ୍ବ ଖାନା ଝାଡ଼ା ହବ। ଟିକେ ଟିକେ ନାଳ ଝାଡ଼ା କରି 5 ଥର ଗଲାଣି। ତ ଦେ ନା ଆମ୍ବ। ତାପରେ ପୁଣି ପାଣିଆ ପୁରା ପାଣିଆ ଝାଡ଼ା କରୁଥିଲା। ନା ନା ମୁହଁ ପଟେଇ ଦେବି। ଆମ୍ବ ଖାଇବ। ନାଇଁ ଆମ୍ବ ନାଇଁ, ଝାଡ଼ା ହଉଛି, ଝାଡ଼ା ଭଲ ହେଇଯାଉ ଖାଇବ। ଛାଡ଼ି ଯାଉ ଖାଇବ। କେତେ ଆଇଟମ୍ କରୁଛି ସେମାନେ ଏଠି। କ'ଣ ଦେବି ଥାଲା ସେଟା ପିଆଜ ଗୋଟେ ଆଳୁ ପକେଇବୁ, ଆଳୁ କରିବୁ, ଜିରା ଆଳୁ କରୁଛୁ। ହଉ ଜଲ୍ଦି ଦେ, ରେଡ଼ି ହେଇଗଲା ଖାଇବା। ଶିବାନୀ ମୋତେ ପଖାଳ ତ ଆଳୁ ଦେଉଛି, କାଲି ରାତିରେ ପଖାଳ ତ ପୁଣି ଆଜି ଏଇ ପଖାଳ। ଆଉ ବର୍ଷା ଦିନରେ ପଖାଳ ଦେଉଛି ଖାଇବା ମୋତେ। ପାଣି ଏଇ ବାଲ୍ଟିରେ ନାହିଁ। ହଉ ଯା ଭଲ ହେଇଛି, ଭଲ ଆଇଟମ୍ ଅଛି, କିଛି ଖରାପ ନାହିଁ, ନେଇକି ଚାଲ 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 ଚାଲ। ଆମ୍ବ ଗିନାଟା ମୁଁ ନେଇକି ଯାଉଛି, ଚାଲ ଆମ୍ବ ଗିନା। ମୁଁ ଆମ୍ବ ଗିନା ନେଇକି ଯିବି, ସବୁ ମୁଁ ନେଇକି ଯିବି। ମୁଁ ଖାଇବି, ମୁଁ ବି ନେଇକି ଯିବି। କାହିଁ ଭାତ ଖାଇବ ଆଳୁ ଚକଟା ବାସ୍ନା ହବ। ରସ ନା ଶିବାନୀ ରେଡ଼ି କରୁଛି, ରେଡ଼ି କରିସାରିଲେ ମୁଁ ଖାଇବି। କ'ଣ ନା ନା ସେ ଗାଡ଼ି ତୁ ଚଲା ଯାଇକି ଚକୁଡ଼ା ହେଲା ରେଡ଼ି। ନହେଲେ ରିଫାଇନ୍ ବି ପକେଇଲେ ବି ହେବ। ରିଫାଇନ୍ ବି ପକେଇଲେ କଦଳୀ ଚକୁଲା ବାଲା ଚକୁළුଛି ଏଠି। ଆମର ସେପଟେ ତମର ଲାଇନରେ ଆଳୁକୁ ପୁରା ଶୁଖିଲା ଚକୁଟିକି ଖାଆନ୍ତି। ପାଣି ପକେଇ ଖାଇବା। ଗୋଟାକୁ ନେଇକି ଯା। କିଏ ଗଲା ଆମ୍ବ ଖାଇବା ନେଇକି? ଝାଡ଼ା ହେଉଛି ନା, କିଏ ଗଲା ଆମ୍ବ ଖାଇବା ପାଇଁ? ଏ ଗୋଟେ ଖା, ଆଉ ଖା ନା, ଝାଡ଼ା ହଉଛି। ଆସିଲା ବସିଲା ଦେଇକି ପକେଇଲା। ସେ ଆଣିଛି ପାଟି କରିବ ବୋଲି ସେ ଆସିକି ଆରେ ଚାଲ ଆସିକି ବସିଲା ଧୀରେ ସେ ଉଠେଇ ନେଇ ଚାଲିଗଲା ବିଲେଇ ଭଳିଆ। ଆମର ଇଆଡ଼େ କ'ଣ କହିଲେ ତୁରାଣି ହଉ ନହେଲେ ଟିକେ ପାଣି ହଉ ପକେଇକି ପାଣିଆ କରିକି ଚକଟନ୍ତି। ଆଳୁ ଚକଟା ଆମର ଏମିତି କରନ୍ତି ପାଣିଆ ଇଆଡ଼େ ପୁରା କାଠୁଆ ଗାଡ଼ି ଶୁଖିଲା। ମୁଗୁଡ଼ା କ'ଣ ଅସନା କ'ଣ ଅସନା ତୁରାଣି କି ପାଣି ଟିକେ ପାଣିଆ କରିକି ଚକୁଟିଲେ ଅସନା। ଆଉ କିନ୍ତୁ କାଠୁଆ କରୁଛ ଯେମିତି ଝାଡ଼ା ଶୁଖିଲା ଝାଡ଼ା ହଗିଲା ଭଳିଆ, ଏଇଟା ଭାରି ଭଲ ଲାଗୁଛି ନା। ସେମିତି ଖାଆନ୍ତି ମଣିଷ ସବୁ, ଯେମିତି ନଣ୍ଡା ଝାଡ଼ା କଲା ଭଳିଆ ପୁରା ଶୁଖିଲା ଆଳୁ ଚକଟା, ଏଇଟା ଭାରି ଭଲ ଲାଗୁଛି। ପାଣିଆ କରିଦେଲେ ଭାରି ଅସନା ଲାଗୁଛି। ଟିକେ ଆଳୁ ଚକୁଡ଼ି ଦେବ ବୋଲି କେତେ ଜ୍ଞାନ ଦେଉଛି ମୋତେ ଏଠି। ହେଇଗଲା। ରେଡ଼ି ମୁଁ ଖାଇଦିଏ, ରେଡ଼ି ହେଇଗଲା। ସେ ଗଲା ହାତ ଧୋଇବାକୁ, ମୋର ଖାଇଦିଏ ଦିଟା। ଖାଇବୁ? ଲୁଣ କିଛି ପଡ଼ିନାହିଁ, ପକେଇଦିଏ ଲୁଣଟା। ତୁ ଆମ୍ବ ଖାନା ଆମ ଯା, ବେଶୀ ଆମ୍ବ ଖାଇଲେ ଝାଡ଼ା ହବ। ଭଲ ଅଛି, କିଛି ଖରାପ ନାହିଁ। କାକୁଡ଼ି ଆମ୍ବ ଆଳୁ ଗୁଡ଼ା ଠିକ୍ ଅଛି। ନା
ବାଣି ଧରି ଆନ୍ତୁ ନା କେତେ ଦିନ ତଳେ ଆସୁଛୁ କାହିଁ ଦୁଷ୍ଟ ହଉଛି ଏଇ ଆମ୍ବ ତଳେ ପକେଇ କ'ଣ କରୁଛୁ ଘାଣ୍ଟୁଛୁ ଏ ପ୍ରବଳ ଦୁଷ୍ଟ ହଉଛି ଖାଇ ଯା ୟା ସାଙ୍ଗ ଲାଗିଲେ ମୋର କାମ ଲେଟ୍ ହେବ ସିଆଡ଼େ ପଖାଳ ଦୁଇଟା ଖାଇଦେଲି ପୁରା ପେଟ ଥଣ୍ଡା ଏବେ ଯିବା କାମ କରିବା ଶାନ୍ତିରେ ଖାଇବି ନା କ'ଣ ବସିବୁ ସେଇଠି ଓହୋ ଗୋଟେ ମୁଁ ଖାଇବା ପାଇଁ ସେ ବସିଲା କଥା ଖାଉଥିଲା ମୁଁ ପୁଣି କ'ଣ ଖାଇବା ନା କ'ଣ ଛାଡ଼ିଦେ ମୁଁ ଯାଉଛି ତାପଟେ ସେ ମିତା ପଟେ ସେ ଆସିବ ଖାଇବ ମୁଁ ଯାଉଛି ବଇଲୁଟା ଯାଉ ଟିସୁ ବାଲା କହିଥିଲା 12ଟା ଗୋଟେ ବେଳକୁ ଆସି ଟିସୁ ଅନଲାଇନ୍ ମଗେଇଥିଲୁ ଯେ ସେ ଫୋନ୍ କରିଥିଲେ 12ଟା ଗୋଟେ ବେଳକୁ ହେଇଲାଣି ଟାଇମ୍ କାହିଁ ଆସିନାହିଁ ଆସିବ ବୋଧେ ଆଉ ହଁ ମୁତିଛି ମିକୁ ମୁତି ତାକୁ ପୁଛି ନେଇଗଲାଣି ହଁ ମୁଁ ଯାଉଛି ହେଲା ଯାଉଛି କ'ଣ ପକା ତମ ଯାଏ କାମ ସିଆଡ଼େ ଅଛି ବହୁତ ମାଲ ସିଝୁ ନାହିଁ ଚାଉମିନ ଟାଇପ୍ ଯିବା ଆମେ କାମ କରିବା ଖିଆପିଆ ସରିଲା ଚାଲ ସାରିକି ତଳ ମେସିନ୍ ପାଖକୁ ଗଲାବେଳକୁ ଆମ ଯେଉଁ ଚାଉମିନ ସିଝୁ ଯେଉଁ ମେସିନ୍ଟା ସେ କାଠ ଜଳୁଛି ନା ଆଉ ଗଲାବେଳକୁ କାଠ ନାହିଁ କହିଯାଇଥିଲା ପୁଣି ଖାଇସାରିକି ପୁରା ଦୌଡ଼ିକି ଆଇଲି କାଠ ନେବାକୁ କାଠ ଗୁଲାକୁ କାଠ ଲୁନା ଲୋଡ଼୍ କରିସାରିଲେଣି ଲୁନାରେ ଲୋଡ଼୍ ହେଇକି ରହିଛି ନେଇ ଗଲେ ପୁଣି କାଠ ଜଳୁଛି ଜିନିଷଟା ଜାଳୁଛି କାଠ ତା ଛାଡ଼ି ଦେଇକି ଆଇଛି ଗଲେ ପୁଣି ସେ ଖାଇବାକୁ ଯିବ ମୁଁ ଜାଳିବି ଆଉ ପଳେଇବା ବର୍ଷା ହେଲାଣି ବର୍ଷା ହେବ କାଠ ନେଇଯାବ କାଠ ଲୋଡ଼୍ କରି ରେଡ଼ି କରି ରଖିଦେଇଛି କାଠ ଗୁଲାରେ ଅଛି ଏବେ ଯାଉଛି କମ୍ପାନୀ ପୁରା ରେଡ଼ି କରିଦେଇଛି ବାନ୍ଧିକି ଖାଲି ପଇସା ଦେବା ଯିବା ଆଉ ସେଇଠି ବସୁଛନ୍ତି ପଇସା ଦେଇଦେଇକି ପଳେଇବା କମ୍ପାନୀରେ ପହଞ୍ଚିଗଲି ଜଳୁଛି କାଠ ଟୋଟାଲ୍ ଏଠି ନାହିଁ କେଉଁଠି କାଠ ନେଇଗଲି ପକେଇଲେ ଜଳିବ ଆଉ କାଠ କାଢ଼ିଦେବା ପକେଇବା ବଇଲେ ଲିମ୍ବିଲାନି କାଠ ନାହିଁ ନହେଲେ ନଷ୍ଟ ହୋଇଯିବ ପ୍ରେସର୍ ହେବ ନା ଛିଡ଼ି ଗଳି ପଡ଼େ ସବୁ ଜାମୁ ଗୁଡ଼ାକ ପକେଇଦେବା କାଠ ଜଲ୍ଦି କମ୍ପାନୀରେ ଆସିକି ପହଞ୍ଚିଛନ୍ତି ପହଞ୍ଚାରି କାଠ ପକେଇଲି ସେ ଝିଅକୁ ପଠେଇଲି ଗଲା ଖାଇବାକୁ 11ଟା ବାଜିଲାନି ଟାଇମ୍ ନା ସେ ଖାଇନାହିଁ ସେ ଗଲା ଖାଇବାକୁ ମୋର ମୁଁ କାଠ ପକେଇ ଯାଉଛି ଜାମୁନ ଛୁଟୁଛି ଏଇଠି ଆଉ ସିସାଲା ତାପରେ ଏଠି ଅଛି ଟପ୍ ଏଠି କାଢ଼ିକି ଭିତରକୁ ଯିବ ଭିତରକୁ ଯାଇକି ତାପରେ ଘର ଅଛି ଫୋଲ୍ଡିଂ ହେବ ତାପରେ ତାପରେ ଶୁଖି ସେଠୁ ବାହାରିବ ସେଇଠି ଚାବି ଅଛି ସେ ଏପଟେ ଗ୍ୟାସ୍ ଆଉଛି ଗ୍ୟାସ୍ ଆସି ଗ୍ୟାସ୍ ଦ୍ୱାରା ସିଝି ସେଇଟା ଚାଉମିନଟା ସିଝି ସାରୁ ତାପରେ ଅନ୍ୟ ଆହୁରି କାମ ଅଛି ପୁଣି ଗୋଦାମ ଯିବାର ଅଛି ମଇଦା ଫଇଦା ଆସିବ ବହୁତ କାମ ଅଛି ଘରେ ଚାଉମିନ ସିଝେଇବା ଏଠି ସେ ଝିଅ ଖାଇକି ଆସୁ ଆଇଲେ କାମ କରିବୁ ଆଉ ଯାଉ ଭାଗ୍ୟ ଭଲ କାଠଟା ଧରିକି ଆସି କମ୍ପାନୀରେ ପହଞ୍ଚି ଯାଇଛି ନହେଲେ ଯେତେ ଦୂର ବର୍ଷା ଉଠେଇଛି ସେଟା କାଚି ଦେଇଥାନ୍ତା ଯଦି କାଠ ଫାଟ ସବୁ ଯାଇଥାନ୍ତା ଆଉ ଜଳିଥାନ୍ତା ତଥାପି ବର୍ଷା ଟିକେ ପକେଉଛି ଅଳ୍ପ ଅଳ୍ପ ପକେଇ ଛାଡ଼ିଗଲାଣି ଆସି ପହଞ୍ଚି ଯାଇଛି କମ୍ପାନୀ ଭିତରେ ନହେଲେ ଏଇକା ପୁରା ହଇରାଣ ହେଇଯାଏ ସୁଧା ହେଇଯାଇଥାନ୍ତା ସେ କାଠ ଫାଟ ପୁଣି ଆହୁରି ଯିବାର ଅଛି ଗୋଦାମ ଯିବାର ଅଛି ମଇଦା ନେଇକି ଆସିବି ଦେଖିବା ସେଟା ବର୍ଷା ଛାଡ଼ିଥିବ କି ନ ଛାଡ଼ିଥିବ ଦେଖିବା କମ୍ପାନୀରୁ କାମ ସାରିକି ଆଇଲି ମଇଦା ନେବାକୁ ଗୋଦାମ ଦେଖିବା ବେଳକୁ ଏ ଯେଉଁ ବର୍ଷା ହେଉଛି ଛାଡ଼ି ଯାଉଛି ପୁଣି ଧୁଆକୁ ଧୁଆ ବର୍ଷା ହେଉଛି ଛିଡ଼ା ହେଇଛି ଗୋଦାମରେ ଆସିକି ବର୍ଷା କାଚିଛି ଏଠି ଲୁନା ଛିଡ଼ା ହେଇଛି ବର୍ଷାରେ ଲୁନାର ମଇଦା ହେଇଥିଲା ସେ ଧୋଇଯିବ ବର୍ଷାରେ ମୁଁ ଏଠି ଗୋଟେ ଛିଡ଼ା ହେଇଛି ଗୋଟେ ଘର ପାଖରେ ବର୍ଷା ଛାଡ଼ିଲେ ଯିବି ମଇଦା ନେଇକି ଯିବି ଆଉ ଏ ବର୍ଷା ଲାଗୁନି କେମିତି ଛାଡ଼ିଲା ଭଳିଆ ଛାଡ଼ି ଯାଉଛି ପୁଣି ବର୍ଷା ହେଉଛି ଗୋଦାମ ଭିତରେ କାଚୁଛି ବର୍ଷା ଜୋରରେ କି ବର୍ଷା ଦେଖନ୍ତୁ ସବୁ ଯାଇକି ଛିଡ଼ା ହେଇଛନ୍ତି ଗୋଟେ ଜାଗାରେ ଏଠି ମେଚଉନ ଯାଇକି ଛିଡ଼ା ହେଇଛନ୍ତି ନାଇଁ କଥା କି ବର୍ଷା ପାଣି ଛିଡ଼ା ହେଇଗଲାଣି ଯାହା ଲୁନାଟା ମୋର ଅଧା ଧୋଇଗଲା ମଇଦା ନେଇଗଲେ ଗୋଟେ କାମ ମାନେ ଗୋଟେ ଟେନସନ୍ ଯିବ ଯାଇକି ଟିକେ ଶାନ୍ତିରେ ବସିବି କ'ଣ କରିବି ମୁଁ ବି ନିଜେ ପୁରା ଓଦା ହେଇଯାଇଛି ସୁତଳ ଗୁଡ଼ା ହାତ ପୁରା ଓଦା ବାବାରେ ଏ ଛାଡ଼ିବନି ଲାଗୁଛି ଆଜିକାଲି ବର୍ଷା ଛାଡ଼ିବନି ହଁ ଦେଖିବା ବର୍ଷା ଛାଡ଼ୁ ମଇଦା ନେଇକି ଯିବା ଆଉ